ସାବିତ୍ରୀ ନାମକ ଏକ କାଉ ଚଢ଼େଇ ଜଙ୍ଗଲରେ ବାସ କରୁଥିଲା। ପୁଅର ବିବାହ ପାଇଁ ଜାଗା ଜାଗା ବୁଲି ପ୍ରସ୍ତାବ ଖୋଜୁଥିଲା, କିନ୍ତୁ ରବିକୁ ଗୋଟେ ହେଲେ ପ୍ରସ୍ତାବ ପସନ୍ଦ ଆସୁନଥିଲା। ସେମାନେ ଅନେକ ଜାଗା ବୁଲି ସାରିବା ପରେ ଆଉ ଏକ ଚଢ଼େଇ ଘରେ ପହଞ୍ଚନ୍ତି। ଦେଖ ଭଉଣୀ, ଆମେ ବହୁତ ଗରିବ, ଆମ ଝିଅକୁ ଯୌତୁକ ପତ୍ର କିଛି ଦେଇପାରିବୁନି। ମା ମତେ ଏ ଝିଅ ବହୁତ ପସନ୍ଦ ହେଇଛି, ମୁଁ ଏଇ ଝିଅକୁ ହିଁ ବାହା ହେବି, ମୋର ଯୌତୁକ ପତ୍ର କିଛି ଦରକାର ନାହିଁ। କିଛି ଦିନ ପରେ ରବିର ଆଉ ରାନୁର ବିବାହ ମଧ୍ୟ ସମ୍ପୂର୍ଣ୍ଣ ହେଇଯାଏ। ଶୁଭ ସକାଳ ଆରମ୍ଭ ହୁଏ। ଏପଟେ ଶାଶୁ ବୋହୂ କାମ ଦାମ ବିଷୟରେ କଥାବାର୍ତ୍ତା ହୁଅନ୍ତି। ଆପଣ ବ୍ୟସ୍ତ ହୁଅନ୍ତୁନି ମା, ମୁଁ ଘରର ସବୁ କାମ କରିଦେବି। ଏବେ ତମେ ମାଙ୍କ ପାଖେ ପାଖେ ରୁହ, କାରଣ ତମକୁ କାମ କରିବାକୁ ସୁବିଧା ହବ। ମାଙ୍କୁ କାମ କରିବା କିଛି ଆବଶ୍ୟକ ନାହିଁ, ମତେ ଘରର ସବୁ କାମ ଆସେ। କିନ୍ତୁ ମତେ ବିଲ ବାଡ଼ିରେ କାମ କରିବାକୁ ଭାରି ଡର ଲାଗେ, କାରଣ ବିଲ ମାନଙ୍କରେ ମୂଷାମାନେ ଗାତ କରିକି ରହିଥାନ୍ତି, ଆଉ ମୂଷାକୁ ମତେ ଭାରି ଡର ଲାଗେ। କିଛି ଆବଶ୍ୟକ ନାହିଁ ମା, ତୁ ନୂଆ ବୋହୂଟା, ତୁ କଣ କାମ କରିବୁ? ହେଲେ ତତେ ମୂଷାକୁ କାହିଁ ଡର ଲାଗେ? ଦିନେ ମୋ ବାପାଙ୍କ ସହିତ ବିଲକୁ କାମ କରିବାକୁ ଯାଇଥାଏ। ହଠାତ୍ ଗୋଟେ ମୂଷା ଗାତରୁ ବାହାରି ମୋ ପାଦକୁ କାମୁଡ଼ିଦେଲା। ଏଇ କାରଣରୁ ସାମାନ୍ୟ ମୂଷାଟାକୁ ଡରି ଯାଉଛୁ ନା? ହଉ ସେ କଥା ଛାଡ଼। ବାବା ରବି, ତୋ ମାମୁଁ ମାଇଁ ମତେ କେତେଥର ଖବର ପଠେଇଲେଣି, ତୁ ବୋହୂକୁ ନେଇକି ତାଙ୍କ ଘର ଆଡ଼େ ଟିକେ ବୁଲି ଆସେ। ହେଲା ଯେ ମା, କିନ୍ତୁ ମୂଷା କାମୁଡ଼ିବାଟା ଛୋଟ କଥା ନୁହେଁ। ମୂଷା କାମୁଡ଼ିଲେ ପ୍ଲେଗ ରୋଗ ହୁଏ। ଓହୋ, ସେ କଥା ଛାଡ଼, ଚାଲ ଆଗ ଟିକେ ମାମୁଁ ମାଇଁଙ୍କ ଘର ଆଡ଼େ ବୁଲି ଆସିବା। ମତେ ବି ତାଙ୍କୁ ଦେଖିବା ପାଇଁ ବହୁତ ଇଚ୍ଛା ହଉଛି। ଏମିତି ତାଙ୍କର ଆଲୋଚନା ସରିଲା ପରେ ତା ପରଦିନ ସକାଳୁ ସକାଳୁ ସେମାନେ ଦୁଇଜଣ ମାମୁଁ ଘରକୁ ଚାଲିଗଲେ। ଆହା, ମୋ ଭଣଜା ବହୁତ ସୁନ୍ଦର ଦେଖାଯାଉଛି। ହଁ ମାଇଁ, ଆଉ ଆପଣମାନେ କେମିତି ଅଛନ୍ତି? ଏମିତି ଭଲ ମନ୍ଦ କଥା କିଛି ସମୟ ଗପସପ ହେଲେ। ରବିର ମାମୁଁ ମାଇଁଙ୍କର ଗୋଟେ ପୁଅ ମଧ୍ୟ ଥାଏ, ଆଉ ସେ ଭାରି ଦୁଷ୍ଟ। ସମସ୍ତେ କଥା ହେଉଥିବା ସମୟରେ ସେ ଭାଉଜଙ୍କୁ ପଛୁଆଡ଼ୁ ନିରିଖି ଦେଖୁଥାଏ, ଆଉ ଉପାୟ ପାଞ୍ଚେ ଯେ ଭାଉଜଙ୍କୁ ଖେଳଣା ମୂଷା ଦେଇ ତାଙ୍କୁ ଡରେଇବ, ଆଉ ସେ ଭାଉଜଙ୍କ ପାଦ ତଳକୁ ମୂଷାକୁ ଛାଡ଼ିଦିଏ। ଆଉ ଭାଉଜ ମୂଷା କାମୁଡ଼ିଦେଲା କହିକି ଜୋରରେ ଚିଲେଇବାକୁ ଲାଗନ୍ତି। ଏହା ଦେଖି ସେ ଜୋରରେ ହସିବାକୁ ଲାଗେ। ରବି, ତମେ ଭାରି ଦୁଷ୍ଟ। ବୋହୂ ମା, ତମେ ସେ ଦୁଷ୍ଟର କଥା ଧରିବନି। ମାଇଁ, କଥା କଣ କି, ରାନୁକୁ ଥରେ ମୂଷା କାମୁଡ଼ି ଦେଇଥିଲା, ସେଇଦିନଠୁ ସେ ମୂଷାକୁ ଡରନ୍ତି। ଭଣଜା, ଡକ୍ଟରଙ୍କୁ ଦେଖେଇ ଦିଅ, ମୂଷା କାମୁଡ଼ିଲେ କଣ ଗୋଟେ ରୋଗ ହୁଏ ବୋଲି ମୁଁ ଶୁଣିଥିଲି। ହଁ ମାଇଁ, ମୂଷା କାମୁଡ଼ିଲେ ପ୍ଲେଗ ରୋଗ ହୁଏ, ମୁଁ ତାଙ୍କୁ କାଲି ହିଁ ହସ୍ପିଟାଲ ନେଇଯିବି। ଏହାପରେ ରବି ରାନୁକୁ ଡକ୍ଟରଙ୍କ ପାଖକୁ ନେଇଯାଏ। ରାନୁ କିଛି ମାସ ପରେ ଡକ୍ଟରଙ୍କ କହିବା ମୁତାବକ ଠିକ୍ ହେଇଯାଏ। ଏହାପରେ ସେମାନେ ଖୁସିରେ ମିଳିମିଶି ସଂସାର କରନ୍ତି। ଏମିତି କିଛି ଦିନ ଗଲା ପରେ ରବିକୁ ଏକ କୁଲି ଚାକିରି ମିଳେ। ଚଢ଼େଇ ମାନଙ୍କର ଲଗେଜ ପତ୍ରକୁ ନଦୀ ପାର କରେ। ଏମିତି ଦେଖୁ ଦେଖୁ ରାନୁ ଆଉ ରବିର ବିବାହକୁ 1 ବର୍ଷ ପୂରିଯାଏ, ଆଉ ରାନୁ ପ୍ରେଗନେଣ୍ଟ ମଧ୍ୟ ଥାଏ। ରବିର ମାଙ୍କର ଏହି ସମୟରେ ଦେହାନ୍ତ ମଧ୍ୟ ହେଇଯାଇଥାଏ। ଏମିତି ସମୟରେ ରାନୁକୁ ଯତ୍ନ ନେବା ପାଇଁ ତା ପାଖରେ କେହି ନଥାନ୍ତି। ରବି ଡ୍ୟୁଟିରୁ ଆସି ରାନୁର ସେବା ଯତ୍ନ କରେ। ହଠାତ୍ ଦିନେ ରାନୁ କୁହେ,
ହେଇଟି ଶୁଣୁଛ, ଆଜି ତମେ ଡ୍ୟୁଟି ନ ଗଲେ ହୁଅନ୍ତାନି? ତମ ଦେହଟା ବି ଭଲ ନାହିଁ। ନା ନା ରାନୁ, ମୁଁ ନ ଗଲେ ଚଢ଼େଇମାନେ ବହୁତ ହଇରାଣରେ ପଡ଼ିଯିବେ। ଏମିତିରେ ବି ଏବେ ମୋତେ ଟିକେ ଭଲ ଲାଗୁଛି, ମୋର କିଛି ହେବନି। ତମ ବିନା ମୋର ଆଉ କେହି ନାହିଁ। ଏଇ ନିଅ, ଟାଇମରେ ଖାଇଦେବ, ଆଉ ଦେଖିକି ଯିବ। ହଁ ହଁ ରାନୁ, ତମର ଯତ୍ନ ନେବ। ମୁଁ ଠିକ୍ ଟାଇମରେ ଖାଇଦେବି। ମୁଁ ଯାଉଛି। ତା ସ୍ୱାମୀ କଥା ଭାବି ରାନୁ ଚିନ୍ତାରେ ପଡ଼ିଯାଏ। ହଠାତ୍ ରବିର ମୁଣ୍ଡ ବୁଲେଇ ଦିଏ ଆଉ ପାଣିରେ ପଡ଼ିଯାଏ, ଆଉ ସେଇଠି ତାର ମୃତ୍ୟୁ ହୋଇଯାଏ। କିଛି ଦିନ ପରେ ସେ ଟିକି ଚଢ଼େଇକୁ ଜନ୍ମ ଦିଏ, ଆଉ ତା ସ୍ୱାମୀ କରିଥିବା ଚାକିରିଟି ତାକୁ ମିଳିଯାଏ। ପ୍ରଥମେ ସେ ଜାଣିପାରୁନଥିଲା ଟିକି ଚଢ଼େଇକୁ କିପରି ବଢ଼େଇବ। ତାପରେ ଯେତେବେଳେ ତା ସ୍ୱାମୀର ଚାକିରିଟା ତାକୁ ମିଳିଲା, ଆଗକୁ ବଢ଼ିବା ପାଇଁ ଟିକେ ସାହାରା ମିଳିଲା। ଏହାପରେ ରାନୁ ଟିକି ଚଢ଼େଇକୁ ଧରି କୁଲି ଚାକିରି କରିବାକୁ ବାହାରିଗଲା। ସେଠାରେ ଏକ ଚଢ଼େଇ ଅପେକ୍ଷା କରିଥାଏ। ଦିଦି ଦିଅନ୍ତୁ, ଆପଣଙ୍କ ଲଗେଜଟା ମୁଁ ନଦୀ ପାର କରିଦେଉଛି। କିନ୍ତୁ ଏ ଛୋଟ ଛୁଆକୁ ଧରିକି କ'ଣ ତମେ ନଦୀ ପାର କରିପାରିବ? ମୋର ଆଉ ସାହାରା ବୋଲି କେହି ନାହିଁ। ମୋତେ ଯାହା ହେଲେ ବି କରିବାକୁ ପଡ଼ିବ। ମୋ ସ୍ୱାମୀ ଏଇ ନଦୀରେ ଡୁବିକି ମରିଗଲେ, ତ ମୋତେ ହିଁ ଏସବୁ କରିବାକୁ ପଡ଼ିବ। ଛୁଆ ଏବେ ଛୋଟ ଅଛି, ତମେ ବି ଏବେ ଦୁର୍ବଳ ଲାଗୁଛ। ତମେ ଏସବୁ କାମ କରିବା ଉଚିତ ନୁହଁ। ଏମିତି ସେ ରାନୁ ସେ ମ୍ୟାଡ଼ାମକୁ ତାର ଦୁଃଖ ଭରା କାହାଣୀ ବଖାଣୁଥାଏ, ଆଉ ମ୍ୟାଡ଼ାମ ତାକୁ ସହାନୁଭୂତି ଦେଉଥାନ୍ତି। ଏହାପରେ ଟିକି ଚଢ଼େଇର ପାଠପଢ଼ା ଦାୟିତ୍ୱ ଆଉ ବିବାହ ଦାୟିତ୍ୱକୁ ମଧ୍ୟ ସେ ମ୍ୟାଡ଼ାମ ନିଜ ଦାୟିତ୍ୱରେ ନିଅନ୍ତି, ଆଉ ଟିକି ଚଢ଼େଇକୁ ପାଠ ପଢ଼ିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ହଉ ଝିଅ, ମୁଁ ମୋ ଆଡ୍ରେସ୍ ଦେଉଛି। ତମେ ଯେତେବେଳେ ଯାହା ଦରକାର ହେବ ମୋ ଆଡ୍ରେସ୍ରେ ଯାଇ ପହଞ୍ଚିଯିବ। ମୁଁ ତମର ସହାୟତା କରିବି। ଏମିତି କହି ସେ ମ୍ୟାଡ଼ାମ ସେଠୁ ଚାଲିଯାଆନ୍ତି। ଏମିତି କିଛି ବର୍ଷ ବିତିଯାଏ। ମ୍ୟାଡ଼ାମ ଦେଇଥିବା ଠିକଣାକୁ ରାନୁ କୁଆଡ଼େ ହଜେଇ ଦେଇଥାଏ। ହଠାତ୍ ଦିନେ ଝାଡ଼ୁ କରୁଥିବା ସମୟରେ ସେ ଠିକଣା ତାକୁ ମିଳେ। ଆରେ ଆରେ, ଇଏ ତ ସେଇ ମ୍ୟାଡ଼ାମ ଦେଇଥିବା ଠିକଣା। ମୋତେ ତ ସହାୟତା ବି ଦରକାର ଅଛି। ଏମିତି କହି ସେ ମ୍ୟାଡ଼ାମଙ୍କ ପାଖକୁ ଯିବାକୁ ଲାଗେ। ଆରେ ମା ରାନୁ, ଆସ ଆସ, ମୁଁ ତମକୁ ହିଁ ଅପେକ୍ଷା କରିଥିଲି। କ୍ଷମା କରିବେ ମ୍ୟାଡ଼ାମ, ଆପଣ ଦେଇଥିବା ଠିକଣା ମୁଁ